ସମସ୍ତଙ୍କୁ ଆଜିର ଏହି ଗଭୀର ଆଲୋଚନାକୁ ସ୍ୱାଗତ। ପ୍ରତିଦିନ ଭଳି ଆଜି ବି ଆମ ପାଖରେ ଅଛି ଅନେକ ଖବରକାଗଜ, ସମ୍ପାଦକୀୟ, କ୍ରୀଡ଼ା ରିପୋର୍ଟ ଆଉ ଆମ ନିଜ ରାଜ୍ୟ ଓଡ଼ିଶାର କିଛି ଖାସ୍ ଖବର। ଆଉ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଏହି ତଥ୍ୟଗୁଡ଼ିକୁ ପଢ଼ିଦେବା ନୁହେଁ, ବରଂ ତା ଭିତରକୁ ଯାଇ ବାସ୍ତବିକ ସ୍ଥିତିଟା ବୁଝିବା। ଏକଦମ। ଆଜିର ତଥ୍ୟଗୁଡ଼ିକ ସତରେ ବହୁତ ରୋଚକ। ଆଉ ଆଜିର ତାରିଖଟା ଆଜି ହେଉଛି 8 ମାର୍ଚ୍ଚ 2026। ଆଜି ଦିନଟା ନିଜ ଭିତରେ ବହୁତ ଖାସ୍, କାରଣ ଆଜି ଦୁଇଟି ବହୁତ ବଡ଼ ଘଟଣା ଏକାଠି ଘଟୁଛି। ହଁ, ଗୋଟିଏ ପଟେ ଆନ୍ତର୍ଜାତୀୟ ମହିଳା ଦିବସ ଆଉ ଅନ୍ୟପଟେ ସେହି ବିଶାଳ T20 ବିଶ୍ୱକପ୍ର ଫାଇନାଲ ମ୍ୟାଚ୍। ବିଲକୁଲ। ତେଣୁ ଆସନ୍ତୁ ପ୍ରଥମେ ଆମେ ମହିଳା ଦିବସ ଉପରେ ଟିକେ ନଜର ପକାଇବା। ମୁଁ ସକାଳୁ ଖବରକାଗଜର ସମ୍ପାଦକୀୟ ପୃଷ୍ଠା ଦେଖୁଥିଲି, ଆଉ ସେଥିରେ ଡକ୍ଟର ସୌମ୍ୟା ସ୍ୱାମୀନାଥନଙ୍କର ଗୋଟେ ବହୁତ ସୁନ୍ଦର ଲେଖା ବାହାରିଛି। ସେ ଲେଖିଛନ୍ତି ଯେ 2026 ମସିହାକୁ ମିଳିତ ଜାତିସଂଘ ଆନ୍ତର୍ଜାତୀୟ ମହିଳା କୃଷକ ବର୍ଷ ଭାବରେ ପାଳନ କରୁଛି। ହଁ, ମୁଁ ବି ସେଇଟା ପଢ଼ୁଥିଲି। ଶୁଣିବାକୁ ତ ବହୁତ ଭଲ ଲାଗୁଛି, କିନ୍ତୁ ଏହା ପଛର ବାସ୍ତବତାଟା ଟିକେ ଅଲଗା। କେମିତି ଅଲଗା, ଟିକେ ଖୋଲିକି କହିବେ କି? ଦେଖନ୍ତୁ, ଡକ୍ଟର ସ୍ୱାମୀନାଥନ ବହୁତ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ କାଗଜପତ୍ରରେ ତ ଆମେ ଆଇନଗତ ସଂସ୍କାର କରିଦେଲେ, ଝିଅମାନଙ୍କୁ ସମ୍ପତ୍ତିରେ ସମାନ ଅଧିକାର ବି ମିଳିଗଲା, କିନ୍ତୁ ଆଜି ବି ଆମ ଗାଁ ଗହଳିରେ ଅଧିକାଂଶ ଚାଷ ଜମି କେବଳ ପୁରୁଷଙ୍କ ନାମରେ ହିଁ ଅଛି। ସତ କଥା। ଯେଉଁ ମହିଳା ଜଣକ ଦିନରାତି ବିଲରେ ଖଟୁଛନ୍ତି, ଫସଲ ଅମଳ କରୁଛନ୍ତି, ତାଙ୍କ ପାଖରେ ବାସ୍ତବରେ ଜମିର ପଟ୍ଟା ବା ମାଲିକାନା ନାହିଁ। ଏମିତିକି ଆଇନ ଥିଲେ ବି ସାମାଜିକ ଚାପ ଯୋଗୁଁ ସେମାନେ ଆଗକୁ ଆସିପାରୁନାହାନ୍ତି। ଆଚ୍ଛା, ଏଇଟା ଗୋଟେ ବହୁତ ବଡ଼ ସମସ୍ୟା, କାରଣ ଯଦି ଜମି ନିଜ ନାମରେ ନଥିବ, ତେବେ ବ୍ୟାଙ୍କରୁ ଲୋନ୍ ଆଣିବା କିମ୍ବା କୌଣସି ସରକାରୀ ଯୋଜନାର ଲାଭ ପାଇବା ତ ଅସମ୍ଭବ ହୋଇଯିବ। ଏକଦମ ଠିକ୍ ଧରିଛନ୍ତି। ଆଉ ସେଥିପାଇଁ ଏହି ମୂଳ ସମସ୍ୟାର ସମାଧାନ ନ ହେଲେ କେବଳ ଗୋଟେ ବର୍ଷ ଘୋଷଣା କରିଦେଲେ କିଛି ବି ବିଶେଷ ଫରକ ପଡ଼ିବ ନାହିଁ। ବୁଝିଲି। ତେବେ କୃଷି କ୍ଷେତ୍ରରୁ ଟିକେ ବାହାରି ଯଦି ଆମେ ଆଜିକାଲିର ସବୁଠୁ ଚର୍ଚ୍ଚିତ ବିଷୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଆଡ଼କୁ ଯିବା, ସେଠି ବି କିଛି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଆଇନଜୀବୀ ପ୍ରାଚୀ ଦତ୍ତଙ୍କ ଗୋଟେ ରିପୋର୍ଟ ଅନୁଯାୟୀ। ହଁ, ଏଥିକାଲ AI କଥା ଉଠିଛି ସେଠି। ବିଲକୁଲ। ଆପଣ ତ ଜାଣିଥିବେ, ଫେବୃଆରୀ ମାସରେ ସେହି ଇଣ୍ଡିଆ AI ଇମ୍ପାକ୍ଟ ସମିଟ୍ ହୋଇଥିଲା। ତା ପରଠାରୁ ଡିଜିଟାଲ ସୁରକ୍ଷା, ବିଶେଷ କରି ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହଁ, ଦେଖନ୍ତୁ, ଏବେ ଯେମିତି ଡିପ୍ ଫେକ୍ ଭିଡିଓଗୁଡ଼ିକର ଅପବ୍ୟବହାର ବଢ଼ିବାର ଲାଗିଛି, ତାହା ବହୁତ ଭୟଙ୍କର। ପ୍ରାଚୀ ଦତ୍ତ ସେଇ କଥା ହିଁ କହିଛନ୍ତି ଯେ ଯେତେବେଳେ କମ୍ପ୍ୟୁଟର ଆଲଗୋରିଦମ୍ କୌଣସି ନିଷ୍ପତ୍ତି ନିଏ, ସେଥିରେ ଯେମିତି କୌଣସି ଲିଙ୍ଗଗତ ପକ୍ଷପାତିତା ନ ରୁହେ, ତାହା ସୁନିଶ୍ଚିତ କରିବା ଦରକାର। ନହେଲେ ନୂଆ ଟେକ୍ନୋଲୋଜିର ସବୁଠୁ ବଡ଼ ଖରାପ ପ୍ରଭାବ କେବଳ ମହିଳାମାନେ ହିଁ ଭୋଗିବେ। ସତରେ, ଏହା ଏକ ଗମ୍ଭୀର ବିଷୟ। କିନ୍ତୁ ଖାଲି ସମସ୍ୟା ନୁହେଁ, କିଛି ସକାରାତ୍ମକ ପଦକ୍ଷେପ ବି ନିଆଯାଉଛି। ଏଇ ଯେମିତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବା NHAI ଦେଶସାରା ନିଜର 1140ଟି ଟୋଲ୍ ପ୍ଲାଜାରେ ଦିନ ସିଫ୍ଟରେ 5100ରୁ ଅଧିକ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ୱାଓ! ଏହା ତ ଏକ ବହୁତ ବଡ଼ ପଦକ୍ଷେପ। ଟୋଲ୍ ପ୍ଲାଜା ଭଳି ଜାଗାରେ ଯୋଉଠି ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାଆସ କରନ୍ତି, ସେଠି ଏତେ ସଂଖ୍ୟକ ମହିଳାଙ୍କର ଉପସ୍ଥିତି ଲୋକଙ୍କ ମାନସିକତାରେ ନିଶ୍ଚୟ ପରିବର୍ତ୍ତନ ଆଣିବ। ହଁ, ଆଉ ଆମ ଓଡ଼ିଶାରେ ବି ପଛରେ ନାହାନ୍ତି ସରକାର। PIB ଆଉ CBC ମିଶିକି ଭୁବନେଶ୍ୱରରେ ଡିଜିଟାଲ ଜେଣ୍ଡର ଡିଭାଇଡ୍ ଉପରେ ଏକ ବଡ଼ ଆଲୋଚନା ଚକ୍ର କରିଛନ୍ତି। ତା ଛଡ଼ା ଇଷ୍ଟକୋଷ୍ଟ ରେଲୱେ ମଧ୍ୟ 31 ଜଣ ଉଲ୍ଲେଖନୀୟ ମହିଳା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛି। ଆଉ ଗୋଟେ ଖବର ମୁଁ ଦେଖୁଥିଲି, ଓଡ଼ିଶା ଖଣି ନିଗମ ବା OMC ସେମାନଙ୍କର ମହିଳା କର୍ମଚାରୀଙ୍କ ପାଇଁ ସର୍ଭାଇକାଲ କ୍ୟାନ୍ସର ଟିକାକରଣ ଆରମ୍ଭ କରିଛନ୍ତି ମାର୍ଚ୍ଚ 6 ତାରିଖରୁ। ମୁଁ ଭାବୁଛି ଖଣି ଭଳି ଏକ ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ ମହିଳାମାନଙ୍କର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସମସ୍ୟାକୁ ଏତେ ଗୁରୁତ୍ୱ ଦେବାଟା ଅନ୍ୟ କମ୍ପାନୀମାନଙ୍କ ପାଇଁ ଏକ ବଢ଼ିଆ ଉଦାହରଣ। ବିଲକୁଲ, ଏକଦମ ଦୃଷ୍ଟାନ୍ତମୂଳକ କାର୍ଯ୍ୟ। ଆଉ ଏସବୁ ଭିତରେ କଳା ଆଉ ମନୋରଞ୍ଜନ କ୍ଷେତ୍ରକୁ ଆମେ ଭୁଲି ପାରିବାନି। ପୁରୀ ବେଳାଭୂମିରେ ଶିଳ୍ପୀ ସୁବଳ ମହାରାଣା ଆଜି ଗୋଟେ ଚମତ୍କାର ବାଲୁକା କଳା କରିଛନ୍ତି। ଆଉ ସେପଟେ ବଲିଉଡରୁ ଅଭିନେତ୍ରୀ ହୁମା କୋରେସିଙ୍କ ଗୋଟେ ଷ୍ଟେଟମେଣ୍ଟ ଆସିଛି। ହଁ, ସେ କହିଛନ୍ତି ନା ଯେ ମହିଳାମାନେ ଏବେ ଖାଲି ଅଭିନୟରେ ଅଟକି ନାହାନ୍ତି, ବରଂ ନିର୍ଦ୍ଦେଶନା ଆଉ ପ୍ରଯୋଜନାରେ ମଧ୍ୟ ନିୟନ୍ତ୍ରଣ ନେଉଛନ୍ତି। ହଁ, ଏକଦମ। ଆଉ ମନୋରଞ୍ଜନ କଥା ପଡ଼ିଛି ଯେତେବେଳେ, ସେ ସୋଶାଲ ମିଡିଆ ଡ୍ରାମା କଥା ବି ଟିକେ ଉଠାଇଦେବା। ଆପଣ ଦେଖିଲେ କି ନାହିଁ, ୟାମି ଗୌତମ ଆଉ କୃତି ସାନନଙ୍କ ଭିତରେ ଯୋଉ ଇନଷ୍ଟାଗ୍ରାମ ରିଲ୍ ବିବାଦଟା ହେଲା? ଆରେ ହଁ,
ସେଇଟା ତ ପୁରା ଭାଇରାଲ ହଉଥିଲା। ମାନେ ଗୋଟେ ରିଲ୍ ଯେଉଁଥିରେ କୃତି ସାନନଙ୍କ ପୁରସ୍କାର ବିଜୟକୁ ନେଇ ୟାମିଙ୍କର କିଛି ପୁରୁଣା ଭିଡିଓ ଯୋଡ଼ା ଯାଇଥିଲା ଆଉ ୟାମିଙ୍କ ଆକାଉଣ୍ଟରୁ ସେଟାକୁ ଲାଇକ୍ କରାଯାଇଥିଲା। ପରେ ବୋଧହୁଏ ଟିମ୍ ତରଫରୁ ଭୁଲ ହୋଇଥିଲା ବୋଲି ସ୍ପଷ୍ଟୀକରଣ ଆସିଲା। ଏଇଟା ଦେଖାଉଛି ଯେ ଆଜିକାଲି ଡିଜିଟାଲ ଦୁନିଆରେ ଜଣେ ସେଲିବ୍ରିଟି, ବିଶେଷ କରି ମହିଳା ସେଲିବ୍ରିଟିଙ୍କ ଉପରେ କେମିତି ପ୍ରତି ମୁହୂର୍ତ୍ତରେ ନଜର ରଖାଯାଉଛି। ଗୋଟେ ଛୋଟ ଲାଇକ୍ ବି ନ୍ୟୁଜ୍ ହୋଇଯାଉଛି। ସତ କଥା। ଆଚ୍ଛା, ଏବେ ମହିଳା ଦିବସରୁ ଟିକେ ବାହାରି ଆମର ଆଜିର ଦ୍ୱିତୀୟ ସବୁଠୁ ବଡ଼ ଇଭେଣ୍ଟ ଆଡ଼ିକୁ ଯିବା, ଯାହା ପାଇଁ ପୁରା ଦେଶ ଟିଭି ଆଗରେ ବସି ରହିଛି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଭିତରେ T20 ବିଶ୍ୱକପ୍ର ମହାମୁକାବିଲା ଖେଳାଯିବ। ଓଫ୍, କି ରୋମାଞ୍ଚକର ପରିବେଶ ଥିବ ସେଠି ଆଜି। ନିଶ୍ଚିତ ଭାବେ। ଆଉ ଏହାକୁ ନେଇ କିଛି ବୈଷୟିକ ରିପୋର୍ଟ ବି ଆସିଛି। ମୁଁ ପଢ଼ୁଥିଲି ଯେ ଆଜିର ମ୍ୟାଚ୍ ପାଇଁ ପିଚ୍ ନମ୍ବର 6କୁ ବଛାଯାଇଛି। ଆଉ ଏ ପିଚ୍ଟା ବୋଧେ ନାଲି ଆଉ କଳା ମାଟିର ମିଶ୍ରଣରେ ତିଆରି। ଏହାର ମାନେ କ'ଣ? ଖେଳ ଉପରେ ଏହାର ପ୍ରଭାବ କେମିତି ରହିବ? ଦେଖନ୍ତୁ, ସାଧାରଣତଃ ନାଲି ମାଟି ପିଚ୍ରେ ଫାଷ୍ଟ ବୋଲରମାନଙ୍କୁ ବହୁତ ବାଉନ୍ସ ମିଳେ ଆଉ ବଲ୍ ଖୁବ୍ ଜୋରରେ ବ୍ୟାଟ୍ ପାଖକୁ ଆସେ। କିନ୍ତୁ କଳା ମାଟି ନିଜ ଭିତରେ ଆର୍ଦ୍ରତା ଧରି ରଖେ ଆଉ ଖରା ପଡ଼ିଲେ ଫାଟିଯାଏ, ଯାହା ସ୍ପିନରମାନଙ୍କୁ ସାହାଯ୍ୟ କରେ। ଆଚ୍ଛା। ତେଣୁ ଏ ଦୁଇଟାର ମିଶ୍ରଣ ମାନେ ଖେଳରେ ପୁରା ଅନିଶ୍ଚିତତା ରହିବ। କିଏ କେତେବେଳେ ଫାଇଦା ପାଇବ କହିହେବନି। ଆଉ ଏକଥା ବି ଶୁଣିବାକୁ ମିଳୁଛି ଯେ ଅମ୍ପାୟାରିଂ ଦାୟିତ୍ୱରେ ରିଚାର୍ଡ ଇଲିଂୱାର୍ଥ ଏବଂ ଆଲେକ୍ସ ୱାର୍ଫ ରହିବେ। ଯଦି ଆମେ ସେମିଫାଇନାଲ ମ୍ୟାଚ୍ କଥା ଟିକେ ମନେ ପକାଇବା, ମାନେ ୱେଙ୍କଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ସେହି ମାତ୍ର 7 ରନ୍ର ବିଜୟ, ସମୁଦାୟ 459 ରନ୍ ଆଉ 34ଟି ଛକା। ବାପରେ ବାପ। ହଁ, ଆଉ ସେଥିରେ ସଞ୍ଜୁ ସ୍ୟାମସନଙ୍କର ସେହି 42 ବଲ୍ରେ 89 ରନ୍ର ଇନିଂସ। କିନ୍ତୁ ମ୍ୟାଚ୍ ପରେ ତାଙ୍କର ଯୋଉ ଷ୍ଟେଟମେଣ୍ଟ ଥିଲା, ସେଟା ମୋର ହୃଦୟ ଛୁଇଁଗଲା। ସେ କହିଲେ ଯେ ଏଇ ସୁଯୋଗ ପାଇଁ ସେ ବହୁତ ବର୍ଷ ଧରି ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ। ଏକଦମ ଠିକ୍। ଏତେ ଥର ଦଳରୁ ବାଦ୍ ପଡ଼ିବା ପରେ ବି ସେ ଭାଙ୍ଗି ପଡ଼ିନଥିଲେ। ଏହି ମାନସିକ ଦୃଢ଼ତା ହିଁ ଦରକାର। ଆଉ ମାନସିକ ଚାପ କଥା କହିଲେ ଜସପ୍ରୀତ ବୁମରାଙ୍କୁ କେମିତି ଭୁଲିବା? 18ତମ ଓଭରରେ ଯେତେବେଳେ ଇଂଲଣ୍ଡ ଭଲ ସ୍ଥିତିରେ ଥିଲା, ସେ ମାତ୍ର 6 ରନ୍ ଦେଇ ପୁରା ମ୍ୟାଚ୍ର ମୋଡ୍ ବଦଳାଇଦେଲେ। ହେଁ, ସେଟାକୁ ସାଇକୋଲୋଜିକାଲ ୱିନ୍ କୁହାଯାଏ। ବୁମ୍ରା ଖାଲି ରନ୍ ଅଟକାଇଲେନି, ପୁରା ଇଂଲଣ୍ଡ ଦଳର ଆତ୍ମବିଶ୍ୱାସ ଭାଙ୍ଗିଦେଲେ। ତା ସାଙ୍ଗକୁ ଆମ ଫିଲ୍ଡିଂ କଥା ଚିନ୍ତା କରନ୍ତୁ। ଅକ୍ଷର ପଟେଲଙ୍କର ସେହି ବାଉଣ୍ଡ୍ରି ଲାଇନ୍ କ୍ୟାଚ୍ ଆଉ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ସେ ବୁଲ୍ସ ଆଇ ଥ୍ରୋ, ଯୋଉଥିଲେ ଜାକବ ବେଥେଲ ରନ୍ ଆଉଟ୍ ହେଲେ। ହଁ, ପୁରା ମ୍ୟାଚ୍ ଟର୍ଣ୍ଣିଂ ପଏଣ୍ଟ ଥିଲା ସେସବୁ। ତେବେ ଆଜିର ଫାଇନାଲ ପାଇଁ ରଣନୀତି କ'ଣ ରହିପାରେ? ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ତ ପୁରା ଟୁର୍ଣ୍ଣାମେଣ୍ଟରେ ଫର୍ମରେ ନାହାନ୍ତି। ସମାଲୋଚକମାନେ ତ କହୁଛନ୍ତି ତାଙ୍କୁ ବାହାର କରିଦେବା କଥା, କିନ୍ତୁ କପିଲ ଦେବଙ୍କ ଭଳି ଲେଜେଣ୍ଡ ଗୋଟେ ବହୁତ ବଢ଼ିଆ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଖରାପ ସମୟରେ ହିଁ ଦଳ ଖେଳାଳି ଉପରେ ଭରସା ରଖିବା ଉଚିତ। ଆଉ ଗୋଟେ କଥା, ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଆମ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂକୁ ପ୍ରଶଂସା କରିଛନ୍ତି, ଯଦିଓ ବରୁଣ ସେମିଫାଇନାଲରେ ବହୁତ ରନ୍ ଦେଇଥିଲେ। ଏହା ପ୍ରମାଣ କରେ ଯେ ଗୋଟେ ଖରାପ ଦିନ କାହାରି ପ୍ରତିଭାକୁ ଲୁଚାଇ ପାରିବନି। ଆଚ୍ଛା, ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ 5:30 ବେଳେ ଏକ ବଡ଼ କ୍ଲୋଜିଂ ସେରିମନି ବି ଅଛି, ଯେଉଁଥିରେ ରିକି ମାର୍ଟିନ, ଫାଲ୍ଗୁନୀ ପାଠକ ଆଉ ସୁଖବୀର ସିଂ ପରଫର୍ମ କରିବେ। ଏବେ କ୍ରିକେଟ ଖାଲି ଖେଳ ହୋଇକି ନାହିଁ, ଏକ ଗ୍ଲୋବାଲ ଶୋ ହୋଇଗଲାଣି। ସତ କଥା। ତେବେ ଖେଳ ପଡ଼ିଆକୁ ବାହାରି ଏବେ ଟିକେ ଦେଶ ଦୁନିଆର ଅନ୍ୟ ଖବର ଉପରେ ନଜର ପକାଇବା। ଆମର ଏହି ରାପିଡ୍ ଫାୟାର ରାଉଣ୍ଡରେ ଭୂରାଜନୀତି ବା ଜିଓ ପଲିଟିକ୍ସରେ ଏବେ ବହୁତ ଅସ୍ଥିରତା ଦେଖାଦେଇଛି। ହଁ, ମୁଁ ରିପୋର୍ଟ ଦେଖୁଥିଲେ ଯେ ଇରାନ ଜର୍ଡନରେ ଥିବା ଆମେରିକାର ପ୍ରାୟ 300 ନିଉଟନ ମିଲିୟନ ଡଲାରର ଏକ ରାଡାରକୁ ନଷ୍ଟ କରିଦେଇଛି। କେବଳ ସେତିକି ନୁହେଁ, ଲେବାନନରେ ହିଜବୁଲ୍ଲା ସେନା ବି ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆଉ ସବୁଠୁ ଚିନ୍ତାଜନକ କଥା ହେଉଛି, ସାମୁଦ୍ରିକ ଆକ୍ରମଣରେ 10 ଜଣ ଭାରତୀୟ ନାବିକଙ୍କୁ ଟାର୍ଗେଟ କରାଯାଇଛି। ଦେଖନ୍ତୁ, ଏଠି ଆମେ କୌଣସି ପକ୍ଷର ସମର୍ଥନ କିମ୍ବା ବିରୋଧ କରୁନାହୁଁ। ଆମେ କେବଳ ଉପଲବ୍ଧ ତଥ୍ୟକୁ ଆପଣଙ୍କ ସାମ୍ନାରେ ରଖୁଛୁ। ଏକଦମ, ଆମେ ନିରପେକ୍ଷ ଭାବେ ଖବର ପହଞ୍ଚାଉଛୁ। କିନ୍ତୁ ଏହି ଘଟଣାଗୁଡ଼ିକ ବିଶ୍ୱ ବାଣିଜ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇବ। ସାମଗ୍ରୀ ପରିବହନ ଖର୍ଚ୍ଚ ବଢ଼ିଲେ ସିଧାସଳଖ ଆମର ଅର୍ଥନୀତି ଉପରେ ଚାପ ପଡ଼ିବ। ଏହି ସବୁ ଭିତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ବକ୍ତବ୍ୟ ଆସିଛି ଯେ ଗ୍ଲୋବାଲ ସାଉଥ୍ ଅର୍ଥାତ୍ ବିକାଶଶୀଳ ଦେଶମାନେ ଆଗାମୀ ନୂଆ ବିଶ୍ୱ ବ୍ୟବସ୍ଥା ନିର୍ଦ୍ଧାରଣ କରିବେ। ଏହା ଭାରତର ଦୃଢ଼ ବିଦେଶ ନୀତିକୁ ଦର୍ଶାଉଛି। ଆଉ ଅର୍ଥନୀତି କଥା ଯେହେତୁ ଉଠିଲା, ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ଇନ୍ଧନ ମହଜୁଦ ସ୍ଥିତି ଭଲ ଅଛି। ତେଣୁ ପେଟ୍ରୋଲ କିମ୍ବା ଡିଜେଲ ଦର ବଢ଼ିବାର ଆଶଙ୍କା ନାହିଁ।
ସେଟା ତ ଆଶ୍ୱସ୍ତିକର ଖବର, କିନ୍ତୁ ଆସନ୍ତା ମାର୍ଚ୍ଚ 10 ତାରିଖରେ ନୂଆ ବିଦ୍ୟୁତ୍ ବିଲ୍କୁ ବିରୋଧ କରି ସାରା ଦେଶର ବିଦ୍ୟୁତ୍ କର୍ମଚାରୀମାନେ ଧର୍ମଘଟ କରିବାକୁ ଯାଉଛନ୍ତି, ଯାହା ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ। ତା ଉପରେ ନିଶ୍ଚୟ ଆମର ନଜର ରହିବ। ଏବେ ଶୀଘ୍ର ଟିକେ ଆମ ଓଡ଼ିଶାର ଲୋକାଲ ଖବର ଉପରେ ଆଲୋଚନା କରିନେବା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ 37 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି, ଯେଉଁଥିରେ ପାରାଦୀପ ଇଫ୍କୋର ତୃତୀୟ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ସାମିଲ ଅଛି। ହଁ, ଆଉ ସାଇବର ସୁରକ୍ଷାକୁ ନେଇ ଅପରେସନ୍ ସାଇବର କବଚ ଅଧୀନରେ ବର୍ତ୍ତମାନ ସୁଦ୍ଧା 328 ଜଣ ଗିରଫ ହେଲେଣି, ଆଉ ପ୍ରାୟ 31,498ଟି ମ୍ୟୁଲ୍ ଆକାଉଣ୍ଟ ଚିହ୍ନଟ ହୋଇଛି। ଏଇ ମ୍ୟୁଲ୍ ଆକାଉଣ୍ଟଟା କ'ଣ ଟିକେ ସହଜରେ ବୁଝାଇବେ କି? ମାନେ ସାଇବର ଅପରାଧୀମାନେ କ'ଣ କରନ୍ତି ନା ସାଧାରଣ ଲୋକଙ୍କୁ କିଛି ଟଙ୍କା ଲୋଭ ଦେଖାଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲନ୍ତି, ଆଉ ସେଇ ଆକାଉଣ୍ଟ ଦେଇ ସେମାନେ ନିଜର କଳା ଟଙ୍କା କାରବାର କରନ୍ତି। ଯେତେବେଳେ ପୁଲିସ ଧରେ, ଏଇ ନିରୀହ ଲୋକମାନେ ଫସିଯାଆନ୍ତି। ଓହୋ, ତେବେ ଏହାକୁ ଧରି ପ୍ରଶାସନର ଏକ ବଡ଼ ସଫଳତା। ଆଉ ଗୋଟେ ଖୁସି ଖବର ଅଛି ଯେ ଥାଇଲାଣ୍ଡରେ ଫସି ରହିଥିବା 6 ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେ ପରିବାରଗୁଡ଼ିକ ପାଇଁ ନିଶ୍ଚୟ ଆଶ୍ୱାସନା। କିନ୍ତୁ ପରିବେଶକୁ ନେଇ ଗୋଟେ ଖରାପ ଖବର ବି ଅଛି। ରାଜ୍ୟରେ ଏବେଠୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି। ସୋନପୁରର ତାପମାତ୍ରା 35 ଡିଗ୍ରୀ ଟପି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସତରେ, ଜଳବାୟୁ ପରିବର୍ତ୍ତନ ଏବେ ଏକ କଠୋର ବାସ୍ତବତା। ତେବେ ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲେଣି। ଯଦି ଆଜିର ପୁରା ଆଲୋଚନାକୁ ଆମେ ଦେଖିବା, ମହିଳା କୃଷକମାନଙ୍କର ଅଧିକାର ପାଇଁ ସଂଘର୍ଷ, ଡିଜିଟାଲ ଦୁନିଆରେ ସୁରକ୍ଷା ପାଇଁ ଆଇନ, ଖେଳ ପଡ଼ିଆରେ ସଞ୍ଜୁ ସାମସନଙ୍କ ଫେର୍ଯ୍ୟ, ଏସବୁ ଭିତରେ ଗୋଟେ ସମାନ କଥା ଅଛି। ତାହା ହେଲା ସଂଘର୍ଷ ଏବଂ ନିରନ୍ତର ପ୍ରୟାସ। କୌଣସି ବି ସଫଳତା ରାତାରାତି ମିଳେ ନାହିଁ। ଏକଦମ ସତ କଥା କହିଲେ। ସବୁଥିରେ ଦୃଢ଼ ଇଚ୍ଛାଶକ୍ତି ଦରକାର। ଆଉ ଏଇଠୁ ହିଁ ଗୋଟେ ନୂଆ ଚିନ୍ତାଧାରା ଆସୁଛି, ଯାହା ଉପରେ ସମସ୍ତେ ଚିନ୍ତା କରିବେ ଦରକାର। କି ପ୍ରକାର ଚିନ୍ତାଧାରା? ବର୍ତ୍ତମାନ ଆମେ ଏଆଇ ଆଉ ଗ୍ଲୋବାଲ ଇଭେଣ୍ଟର ଏକ ନୂଆ ଯୁଗରେ ପାଦ ଦେଇଛୁ। ଟିକେ ଭାବନ୍ତୁ, ଆଜିଠାରୁ 10 ବର୍ଷ ପରେ, ଅର୍ଥାତ୍ 2036 ମସିହାରେ, ଯେତେବେଳେ ମହିଳାମାନେ କେବଳ ଟେକ୍ନୋଲୋଜିରେ ନୁହେଁ ବରଂ କ୍ରୀଡ଼ା ଏବଂ ଜିଓପଲିଟିକାଲ ନୀତି ନିର୍ଦ୍ଧାରଣରେ ସମ୍ପୂର୍ଣ୍ଣ ରୂପେ ନେତୃତ୍ୱ ନେଉଥିବେ, ସେତେବେଳେ ଆମଣ ଖେଳ ଦେଖିବାର ଅଭିଜ୍ଞତା ବା ସାଧାରଣ ଜୀବନଶୈଳୀ କେମିତି ବଦଳି ଯାଇଥିବ। ବାଃ, ଏହା ସତରେ ଏକ ଗଭୀର ଚିନ୍ତା। ଆମେ ବୋଧହୁଏ ଏବେ କେବଳ ପରିବର୍ତ୍ତନର ପ୍ରାରମ୍ଭିକ ଷ୍ଟେଜ୍ରେ ହିଁ ଅଛୁ। ବିଲକୁଲ। ତେବେ ଏହି ସୁନ୍ଦର ଚିନ୍ତା ସହିତ ଆମେ ଆଜିର ଏହି ଗଭୀର ବିଶ୍ଳେଷଣକୁ ଏହିଟି ସମାପ୍ତ କରୁଛୁ। ଆଜିର ମହିଳା ଦିବସ ପାଇଁ ଅନେକ ଶୁଭେଚ୍ଛା, ଆଉ ସନ୍ଧ୍ୟାରେ ହେବାକୁ ଥିବା ହାଇ ଭୋଲ୍ଟେଜ୍ ଫାଇନାଲ ପାଇଁ ଭାରତୀୟ ଦଳକୁ ବହୁତ ବହୁତ ଶୁଭକାମନା। ଏହି ଆଲୋଚନାରେ ଭାଗ ନେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ବିଦାୟ। ଧନ୍ୟବାଦ। ନମସ୍କାର।